ପାପ କାର୍ଯ୍ୟ ଦୁଇ ପ୍ରକାରର ଅଟେ। ଗୋଟିଏ ପ୍ରକାର ହେଉଛି ପରିପକ୍ୱ ବା ପ୍ରାରବ୍ଧ ଏବଂ ଅନ୍ୟଟି ଅପରିପକ୍ୱ ବା ଅପ୍ରାରବ୍ଧ। ଯେଉଁ ପାପର ଫଳ ଆମେ ବର୍ତ୍ତମାନ ଭୋଗ କରୁଛୁ ତାହାକୁ ପରିପକ୍ୱ ବା ପ୍ରାରବ୍ଧ କୁହାଯାଏ। ଯେଉଁ ପାପ ସମୂହ ଆମ ମଧ୍ୟରେ ସଞ୍ଚିତ ହୋଇ ରହିଛି ମାତ୍ର ତାହାର ଫଳ ଏପର୍ଯ୍ୟନ୍ତ ଭୋଗ କରିନାହୁଁ ତାହାକୁ ଅପରିପକ୍ୱ ବା ଅପ୍ରାରବ୍ଧ କୁହାଯାଏ। ଦୃଷ୍ଟାନ୍ତ ସ୍ୱରୂପ ଜଣେ ବ୍ୟକ୍ତି କୌଣସି ଦଣ୍ଡନୀୟ ଅପରାଧ କରିପାରିଥାଏ ମାତ୍ର ସେ ଅପରାଧୀକୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ। ଧରା ପଡ଼ିବା ମାତ୍ରେ ଗିରଫ କରିବାକୁ ଅପେକ୍ଷା କରାଯାଇଛି। ସେହିପରି ଆମେ କରିଥିବା କେତେକ ପାପର ଫଳ ସ୍ୱରୂପ ଭବିଷ୍ୟତ ପାଇଁ ଆମର କ୍ଲେଶ ଭୋଗ ସଞ୍ଚିତ ହୋଇ ରହିଛି। ମାତ୍ର ଯେଉଁ ପାପର ଫଳ ପରିପକ୍ୱ ବା ପ୍ରାରବ୍ଧ ହୋଇଥିଲା ସେଥିଲାଗି ବର୍ତ୍ତମାନ କ୍ଲେଶ ଭୋଗ କରୁଛୁ। हरे कृष्ण। हाँ धन्यवाद। आउ जन भक्त पढ़ तार तापर पैराग्राफ टा प्रथमे 4 लाइन छाड़ी दे कि लिखाई जदि कई भीषण व्याधिग्रस्त ना से पैराग्राफ पूरा पढ़ दिया पूरा से सेकंड पैराग्राफ आउ जो तापर पैराग्राफ पढ़। हरे कृष्ण एहिपरि भाବରେ ପାପକର୍ମ ଏବଂ ତାହାର ପରିଣାମ ସ୍ୱରୂପ ଅବଶ୍ୟମ୍ଭାବୀ କ୍ଲେଶ ଗୋଟିଏ ଜଞ୍ଜିର ଭଳି ଛନ୍ଦାଛନ୍ଦି ହୋଇ ଲାଗି ରହିଛି। ବଦ୍ଧଜୀବ ଜନ୍ମ ଜନ୍ମାନ୍ତରରେ ପାପର ଫଳ ସ୍ୱରୂପ କ୍ଲେଶ ଭୋଗ କରି ଚାଲିଛି। ସେ ଏ ଜନ୍ମରେ ପୂର୍ବ ଜନ୍ମର ପାପର ଫଳ ଭୋଗ କରୁଛି ଏବଂ ଭବିଷ୍ୟତ ଜନ୍ମରେ ଭୋଗ କରିବା ପାଇଁ ଏ ଜନ୍ମରେ ଅନ୍ୟ ପାପ ରୂପକ କ୍ଲେଶ ସଞ୍ଚୟ କରୁଛି। ଯଦି କେହି ଭୀଷଣ ବ୍ୟାଧିଗ୍ରସ୍ତ ହୋଇ କ୍ଲେଶ ଭୋଗ କରୁଛି, ଯଦି କେହି କୌଣସି ଆଇନଗତ ବ୍ୟାପାରରେ ହନ୍ତସନ୍ତ ହେଉଛି, ଯଦି କୌଣସି ବ୍ୟକ୍ତି ଏକ ଅଧମ ପରିବାରରେ ଜନ୍ମଗ୍ରହଣ କରିଛି, କେହି ଯଦି ଅଶିକ୍ଷିତ ରହିଯାଇଛି ବା କୁତ୍ସିତ ରୂପ ନେଇ ଜନ୍ମ ଲାଭ କରିଛି, ତେବେ ଏସବୁ କ୍ଷେତ୍ରରେ ପରିପକ୍ୱ ବା ପ୍ରାରବ୍ଧ ପାପର ଫଳ ଭୋଗ କରୁଥିବାର ଦୃଶ୍ୟ ଦେଖିବାକୁ ମିଳେ। ହରେ କୃଷ୍ଣ। बुझिपार प्रपात दीटा एग्जांपल देले ऊपर पैराग्राफ लिखले अपराधर एग्जांपल तले लिखले प्रारब्धर एग्जांपल। प्रारब्ध पाप निम्न जातिर जन्म निम्न कूल जन्म बहुत व्याधिग्रस्त पोलियो छोटा केम्पा कुजा कणा यीशु पूर्व पापर फल सब आम क्या आक्षेप करूना शास्त्र आलोचना कर आईनगत व्यापार हस्तसत किसी कथा नथिबो किसी गोटे 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 केस रे 10 वर्ष 15 वर्ष कोर्ट जाऊ दौड़ुथिबे। ए पोपाद निजे लिखछंती पूरा स्पष्ट भाव में ओडिया अनुवाद कराई एवं अधम परिवार जन्म माने नीच जातिर जन्म अशिक्षित मूर्ख एवं कुत्सित रूप कदा बेले बेले एमती नुह कि जे कला कलरटा बहुत खराब गोरा है कि भी एमती फेस कट है देखा भय लगे माने भल लगे कुत्सित रूप नहीं जन्म लाभ करती तेरे ए सब क्षेत्र में परिपक्व प्रारब्ध फल भोग कर दृश्य देखा मिले। यहीपरि भाव में आम जापर क्यों व्यक्ति तार प्रारब्ध व अपराध फल पापर भोग कर प्रारब्ध फल मध्य किपर नष्ट हो जाए। सद्य सवनाय कल्पते तृतीय स्कंद 33 अध्याय 6 नंबर श्लोक भागवतम 21 नंबर पीडीएफ 21 नंबर श्लोक जन्नामधेय श्रवणानु कीर्तन से श्लोक पढ़ो 21 नंबर श्लोक जन पढ़ो पीडीएफ रे। हरे कृष्ण प्रभु जी प्रणाम समस्त वैष्णव प्रणाम। अप्रारब्ध फलं पापं कनं खवं फलो दुःख समेणे ब प्रलीयेरं विष्णुं भक्तं रामवनम्। हरे कृष्ण। এই সুকর লেখে 21 নম্বর রে পিডিএফ রে 23 नंबर पे प्रारब्धं हरतं यथा तृतीये 23 नंबर पे आज्ञा
কুত পুনঃ ପ୍ରାରବ୍ଧ ଭଗବନ୍ତୁ ପ୍ରାରବ୍ଧ ଦର୍ଶନାଥ ହରତମ ଲେଖା ଅଛି ଦୁର୍ଯୋଗ ପ୍ରଭୁ। ଭସବନା ଯୋଗ୍ୟନ୍ତ କାରଣ ମତଂ। 23 ନମ୍ବରଟା ମାନେ 21 ରେ ସେଇଟା ଅଛି ନା, ପ୍ରାରବ୍ଧମ୍ ହରତମ୍ ଯଥା ତୃତୀये ସନ୍ନାମଧେୟ ଶ୍ରବଣାନୁକୀର୍ତ୍ତନାତ୍ ହଁ ଏଇଟା ପଢା ଜପ୍ରହ୍ଲାନାତ୍ ଜନ୍ମ ଦେହ ଶ୍ରବଣ କୀର୍ତ୍ତନ। ହଁ ଏଇଟା ପଢ, ଏଇ ସନ୍ନାମଧେୟ ଶ୍ଲୋକଟା ପଢ। ଶ୍ରବଣାନୁକୀର୍ତ୍ତନାत् ଜପ୍ରହ୍ଲାନାत् ସ୍ମରणादापि किञ्चित् स्वादोऽपि सद्य सवनाय कल्पते कुत पुनस्ते भगवन्नु दर्शनात्। ଭଗବତ ଭକ୍ତି ପ୍ରାରବ୍ଧ ପାପର ମଧ୍ୟ ନାଶ କରେ। ହେ ଭଗବାନ, ଆପଣଙ୍କ ନାମ ର ଶ୍ରବଣ କୀର୍ତ୍ତନ କରିବା ତଥା କେବେ କେବେ ଆପଣଙ୍କୁ ନମସ୍କାର କରିବା, ସ୍ମରଣ କରିବା, ଏହା କରିବା ଫଳରେ କୁକୁରର ମାଂସ ଖାଇବା ବାଲା ବି, ଚଣ୍ଡାଳ ବି, ସେ ତୁରନ୍ତ ମାନେ ଯଥାଶୀଘ୍ର ହୋମ ଯଜ୍ଞ କରିବା ପାଇଁ ଉପଯୁକ୍ତ ବ୍ୟକ୍ତି ହେଇଯାଏ, ବ୍ରାହ୍ମଣ ହେଇଯାଏ, ବ୍ରାହ୍ମଣ ସମାନ ପୂଜନୀୟ ହେଇଯାଏ। ତାହେଲେ ଆପଣଙ୍କ ଦର୍ଶନ କରିବା ବାଲା ବ୍ୟକ୍ତି କୃତ୍ୟ ହୋଇଯାନ୍ତି। ଏଥିରେ ଆଉ କହିବାର କଣ ଅଛି? ତାର ଅନୁବାଦ କରୁଛନ୍ତି ଯେ ଯଦି ଆପଣଙ୍କର ନାମ କୀର୍ତ୍ତନ ଶ୍ରବଣ ଏବଂ କୀର୍ତ୍ତନ କରିବା ଦ୍ୱାରା ଜଣେ ବ୍ୟକ୍ତି ଯିଏ କୁକୁରର ମାଂସ ମଧ୍ୟ ଖାଉଥିବା ବ୍ୟକ୍ତି, ଏତେ ନିଚ କୂଳରେ ଏବଂ ଜନ୍ମ ହୋଇ ଏତେ ନିଚ କାର୍ଯ୍ୟ କରିବା ବ୍ୟକ୍ତି, ସିଏ ମଧ୍ୟ ହୋମଯଜ୍ଞ କରିବା ପାଇଁ ଉପଯୁକ୍ତ ବିବେଚିତ ହୋଇଯାଏ। ତାହେଲେ ସାକ୍ଷାତ ଆପଣଙ୍କର ଦର୍ଶନ ଲାଭ କରିବା ବ୍ୟକ୍ତି କଣ ନ ହବ? ତେଣୁକରି ପ୍ରାରବ୍ଧ ଅପ୍ରାରବ୍ଧ ସବୁ ପ୍ରକାର ପାପ ଆମର କୃଷ୍ଣ ଭକ୍ତି ଦ୍ୱାରା ନାଶ ହେଇଯାଏ। ଏବଂ କୃଷ୍ଣ ଭକ୍ତିର କୋଉ ଷ୍ଟେଜରେ? କ୍ଲେଶାଗ୍ନି ଷ୍ଟେଜରେ। ଏବେ ସାଙ୍ଗେ ସାଙ୍ଗେ ପ୍ରଶ୍ନ କରିବେ ଆମର ଜଗତର ଲୋକମାନେ, ପ୍ରଭୁ ଆପଣ କହିଲେ ପ୍ରାରବ୍ଧ ଅପରାଧ ସବୁ ନଷ୍ଟ ହେଇଯିବ, ତାହେଲେ ଏତେ ବଡ ବଡ ଭକ୍ତ ହେଇକି କିପରି ଏତେ ବଡ ବଡ ରୋଗ ଭୋଗୁଛନ୍ତି? ଆପଣ ପ୍ରାରବ୍ଧ ମାନେ କରିବା କର୍ମ। ପୂର୍ବରୁ ମୁଁ ଏ ପ୍ରଶ୍ନ କରୁଛି, ତାହେଲେ ପ୍ରଶ୍ନର ଉତ୍ତର କଣ ହବ କୁହ ମତେ? ବୁଝି କିଏ ଯିଏ ଯାହାର କହିପାରିବ? ପ୍ରାରବ୍ଧ କର୍ମ ଭୋଗ କରୁଛି, ଗତ ଜନ୍ମରେ ଆମେ ଯୋଉ ପାପ କରିଥିବା ତାର କର୍ମ ଫଳ ଆମକୁ ଏ ଜନ୍ମରେ ଭୋଗିବାକୁ ପଡିବ। ଆମ କଥା ମୁଁ କହୁନି, ଆମ ଆଜ୍ଞା। କଥା ଛାଡିଦିଅ, ଆମେ ତ ଏତେ ଉନ୍ନତର ଭକ୍ତ ନୁହେଁ। ମାନେ ମୁଁ ମୋ କଥା କହୁଛି, ଏତେ ଉନ୍ନତ ନାଇଁ ଭକ୍ତ ନୁହଁ। ନାଇଁ ବହୁତ ଉନ୍ନତ ଆପଣଙ୍କ ଭକ୍ତ ଆମ ସୋସାଇଟିରେ ବି ଅଛନ୍ତି ବା ଅଲଗା ଅଲଗା ସୋସାଇଟିରେ ଅଛନ୍ତି, ମାନେ ଯୋଉମାନଙ୍କୁ ଆମେ ଚିର ବନ୍ଦନୀୟ ପୂଜ୍ୟ ନା ପ୍ରଭୁ ସବୁ କିଛି ଆମେ ମାନୁଛୁ, ଆପଣ ସେମାନେ ବି ଆମକୁ ଦେଖାଯାଉଛି କିଛି କିଛି କଷ୍ଟ ଭୋଗୁଛନ୍ତି। ଲୋକ ବି କହୁଛନ୍ତି, ତମେ ଏତେ କଥା କହୁଛ, କଣ ତମର ରୋଗ ହଉନି, କଷ୍ଟ ହଉନି? ତ ସେ ଷ୍ଟେଜରେ ଆପଣ ପ୍ରିଚିଂ କରୁଛନ୍ତି କୃଷ୍ଣ ଭକ୍ତିର ବିଷୟରେ। ଜଣକୁ ଅଚାନକ ଜଣେ କାଉଣ୍ଟର କ୍ୱେଶ୍ଚନ ଏଇଟା କଲେ, ଆପଣ କଣ ତାଙ୍କୁ ବୁଝେଇବେ? କରିବା ଆମେ ସମୟରେ କହିବା ପ୍ରଭୁଜି କି ହରେ କୃଷ୍ଣ ପ୍ରଭୁଜୀ, ସେଇଟା ଆମ ମାନଙ୍କର କଷ୍ଟଟା ଭୋଗ ପ୍ରଭୁଜୀ କରୁଛନ୍ତି ଆମେ ପ୍ରଭୁ। ଆମେ ଜାଣି ରହୁଛୁ ଆମେ କିଛି ଭୁଲ ଭୁଲ କରୁଛୁ ବୋଲି ଆମର ସେ ଭୁଲଟା ଆମର ଗୁରୁଦେବ ଭୋଗ କରିବେ ସେଟା। ଯାହା ବି ଆମେ ଦୁଃଖ କଷ୍ଟ ଭୋଗ କରୁଛେ ଆମର ପ୍ରାରବ୍ଧ କର୍ମ ଯୋଗୁ। କିନ୍ତୁ ଏ ଜନ୍ମରେ ଯାହା ବି ଭୁଲ କରିବା ଆସନ୍ତା ଜନ୍ମରେ ଆମେ ପୁଣି ଭୋଗ କରିବାକୁ ପଡିବ, ଆମେ ସେଇଟା ବୁଝୁ। ନା ଶୁଣନ୍ତୁ, ଆମ ପାଇଁ ଏଠି କୁହାଯାଉଛି ଯେ ଯଦି ଭକ୍ତି କଲେ ପ୍ରାରବ୍ଧ ଅପରାଧ କ୍ଲେଶ ସବୁ ଦୂର ହେଇଯାଉଛି, ତାହେଲେ ଭକ୍ତମାନେ କାହିଁ ଦୁଃଖ ପାଉଛନ୍ତି? ମାନଙ୍କର ପ୍ରଭୁ ସେଟା ଅଶୁଦ୍ଧ ସେଟା ଭୋଗ ଆମର ପ୍ରଭୁ ହରେ କୃଷ୍ଣ ଭକ୍ତିରେ ପ୍ରଭୁଜୀ, ସେବା ସେଟା ଆମର ପ୍ରଭୁରେ କର୍ମ ଆମର ପାପଟାକୁ ଭୋଗ କରୁଛନ୍ତି ପ୍ରଭୁ। ଆମେ ଯୋଉ ଦେଖିବା ନଟା ପରେ ଯୋଉ ଖରାପ କାମ କରିବା ସେଟା ଆମର ପ୍ରଭୁ ଯେତେବେଳେ ଆମେ ଭକ୍ତି ସେଟା ଭୋଗ କରୁଛନ୍ତି, କରୁଛନ୍ତି। ଭକ୍ତିର ଆମେ ସେବା କରୁଛୁ, ଭଗବାନଙ୍କର ଆମେ ପ୍ରୀତ୍ୟାର୍ଥ କିଛି କାମ କରୁଛନ୍ତି, ଭଗବାନ ଚାହୁଁଛନ୍ତି କି ଏଇ ଜନ୍ମରେ ତମର ସବୁ ପାପ କ୍ଷୟ ହେଇଯାଏ, ସେଇଥିପାଇଁ ତାଙ୍କୁ ବେଶୀ କଷ୍ଟ ଦିଅନ୍ତି କି ତାକି ଆଉ ଜନ୍ମ ଜନ୍ମାନ୍ତରର କଷ୍ଟଟା ନ ପାଇବା ପାଇଁ। ନା ଏସବୁ ନୁହଁ, ଏସବୁ ଉପଯୁକ୍ତ କାରଣ ନୁହଁ। ଜୀବ ବୈଷ୍ଣବ ଗୋସ୍ୱାମୀ କହୁଛନ୍ତି, ଜୀବ ଗୋସ୍ୱାମୀ କହୁଛନ୍ତି ଭକ୍ତି ସନ୍ଦର୍ଭରେ ଯେ ପ୍ରାରବ୍ଧ ବି ଦି ପ୍ରକାର। ଗୋଟେ ହଉଛି ଭକ୍ତିର ପ୍ରତିକୂଳ ପ୍ରାରବ୍ଧ, ଗୋଟେ ଭକ୍ତିର ଅନୁକୂଳ ପ୍ରାରବ୍ଧ। ଭକ୍ତିର ପ୍ରତିକୂଳ ପ୍ରାରବ୍ଧ
सब जली पड़ी नष्ट हो भक्ति आरंभ करा मन जो प्रारब्ध भक्ति पे बाधा किंतु भक्तिर जो अनुकूल प्रारब्ध सेटा भगवान नष्ट करेंगे कहीं ना से प्रारब्ध द्वारा से यथाशीघ्र भगवान को प्राप्त हो भक्ति अनुकूल जो प्रारब्ध सेटा भक्ति भगवान नष्ट करती ना कहीं ना से अनुकूल अच्छी ना भक्ति आग को भक्ति करने सहयोग कर तेणुक से प्रारब्धटा भगवान तार भक्त को दियंती यथाशीघ्र सी मत प्राप्त हो तार कारण हूँ यहाँ एवं आउ गोटे कारण कौन जो वरिष्ठ बहुत उन्नत भक्त मान कष्ट पाँच भगवान इच्छा वास्तव से सब कर्मफल नुहे ता भगवान इच्छा से भक्ति बढ़ाई एपरी परिस्थिति भगवान पकई था भगवान कृपा कह जाए प्रकृत में से स्तर भक्त मान प्रारब्ध नष्ट हो जाए से कौन कष्ट दुख पाती ना बर भगवान को कृपा बोली अनुभव करती एवं दिव्य आनंद अनुभव करती जीव गोस्वामी लिखुं दीटा कारण गोटे हूँ भक्तिर अनुकूल प्रारब्ध जोड़ा भक्ति साहाय्य कर भगवान नष्ट करते आ गोटे हूँ जदि कौन प्रारब्ध ना भगवान इच्छा जमी पांडव मान एत कष्ट पाइले एटा से प्रारब्ध नुह भगवान इच्छा यह ध्यान रखिए प्रारब्धर नाश टिके डेरी हुए अप्रारब्ध जल्दी हो जाए ये गोटे बढ़िया पॉइंट आस अप्रारब्ध भक्ति आरंभ करला क्षण ही नष्ट हो जाए प्रारब्ध टिके डेरी हुए केते डेरी केते विलंब प्रश्न आसो तो पीडीएफ 23 नंबर छकरे पढ़ुं विषय जे पाप को प्रथम दि भाग बांटिले प्रारब्ध एवं अप्रारब्ध ये जो प्रारब्ध पाप टिके डेरी रे नष्ट केते डेरी रे उदाहरण दौरान सत कमल दल न्याय सत कमल दल न्याय माने कौन आपण माने पद्म फूल देखी पद्म फूल 100टा पाखुड़ा को धरिबे छुंची फुटेकी हार तैयारी करेंगे 100टा पाखुड़ा को धरिकी छुंची फुटेबे केते समय लगे अति बेस 2-3 सेकेंड कि 5 सेकेंड कि 10 सेकेंड पद्म फूल पाखुड़ा केते नरम सांगे सांगे धरे छुंची फुटे देवे से समय लगे जीव गोस्वामी टीका लिखिं सत कमल दल न्याय 100टी पाखुड़ा छुंची फुड़ाई ये सबको एका सांगे कौन हाँपाई जी डेरी लगे से समय लगे ठीक सेपरी पाप नाश हुए अपराध प्रथम नष्ट हुए जेते पाखरे शीघ्र हेब मो दूर पर हेब जेते दूर रहा से विलंब हुए एग्जाम्पल आम अलग अलग एग्जाम्पल आम देख शुणिले व्याख्या अलग अलग कले अच्छा 23 नंबर सकर कहते पाप को तो 2 भाग व्यक्त कले पाप अपराध और प्रारब्ध कि पद्म पुराण रे ए पाप को 4 भाग व्यक्त कले भक्ति रस सिंधु जीव गोस्वामी कहले पाप 2 प्रकार प्रारब्ध और अपराध कि पद्म पुराण पाप को 4 भाग व्यक्त कराऊँ रूप गोस्वामी आनी डिस्कस कर पेज नंबर 4 पुणा बही रे नुआ बही रे प्रथम अध्याय 1-2 से पेज नंबर 4 देख गोटे जो हरे कृष्ण महामंत्र लिखाई बही रे देख
हरे कृष्ण 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 हरे हरे, हरे राम 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 हरे हरे। आज्ञा प्रभुजी। ता तल पाराग्राफ लेखा जी पद्म पुराण उल्लेख अच्छी पाइल आज्ञा प्रभुजी। सेटा पढ़ आज्ञा प्रभुजी। पाराग्राफटा। ପଦ୍ମପୁରାଣରେ ଉଲ୍ଲେଖ ଅଛି ଯେ ପାପ କାର୍ଯ୍ୟର 4 ପ୍ରକାରର ପରିଣତି ରହିଛି, ଯାହା ନିମ୍ନ ପ୍ରକାରେ ଲିପିବଦ୍ଧ ହୋଇଛି। 1. ଫଳପ୍ରସୂ ହୋଇନଥିବା ପରିଣାମ ଅପ୍ରାରବ୍ଧ। 2. ବୀଜ ରୂପେ ରହିଥିବା ପରିଣାମ ବୀଜ। 3. ପରିପକ୍ୱ ହୋଇଥିବା ପରିଣାମ ପ୍ରାରବ୍ଧ ଏବଂ 4. ପରିପକ୍ୱ ପ୍ରାୟ ଅବସ୍ଥାର ପରିଣାମ କୂଟ। ଏହା ମଧ୍ୟ ଉଲ୍ଲେଖ ଅଛି ଯେ ପରମ ପୁରୁଷ ଭଗବାନ ବିଷ୍ଣୁଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ଏବଂ ପୂର୍ଣ୍ଣ କୃଷ୍ଣ ଭାବନା ମୃତରେ ତାଙ୍କର ପ୍ରେମପୂର୍ଣ୍ଣ ସେବାରେ ନିଯୁକ୍ତ ଥିବା ବ୍ୟକ୍ତି ନିକଟରେ ଏହି 4 ପ୍ରକାରର ପାପର ପରିଣାମ ତତ୍କ୍ଷଣାତ୍ ପରାଭୂତ ହୁଏ। धन्यवाद। अच्छा एबे हैंडबुक देख, हैंडबुक रो गोटे टेबल तैयारी हेतिबो चार्ट भक्ति रसायन जो लिखा 75 पेज बोधे ता परे परे देख गोटे प्रारब्ध अपराध बीजम कुटम गोटे चार्ट तैयारी हेतिबो देखिलो हैंडबुक रे समस्त बाहर कर 65 पेज केतन जो 65 वक्त पाइले से 60 पेज नंबर कह दियो अलगा वक्त को। 65 पेज प्रभु 65 पेज हां देखो 65 समस्त आज्ञा प्रभुजी पाइलु। सेटा देखु त सेटा हमें आलोचना करबा एबे हमें आलोचना करके जाउछन जे जीव गोस्वामी जो कहले टिके विलंबर प्रारब्ध नष्ट हो केते विलंबर ना 100 टी पाकुडा अछि ताको छुंची रे फुटिया पले टिके समय लागिवो ना किंतु विश्वनाथ चक्रधर कहउछंती कमलम एव पद्म पाखुड़ा ना तेणु कर टिके डेरी हम पद्म पाखुड़ा एते कमल बहुत सफ्ट ना सांगे सांगे हो टिके अल्प टिके तत्क्षणात तत्क्षणात नुहे टिके डेरी बेसी डेरी नुहे एकदम टिके बुझी पारछे से एग्जांपल टा तो एथुर स्थापित होला जे भक्ति करबा द्वारा प्रारब्ध एवं अपराध सब नष्ट हुए एवं प्रारब्ध टिके विलंब नष्ट हुए भक्ति द्वारा प्रारंभ नष्ट हुए अलग साधन नष्ट हुए नहीं से माने मानती धनुरु तीर बाहरी गला पर फेरे ना जो ज्ञान मार्ग अलग अलग मार्ग जमी प्रारब्ध जज वांस जन को डिसीजन शुणेदेला माने सी भोगिया बाध्य जमी जल जगत से भावती धनुरु तीर बाहरी गला माने भोगिया तीर फेरबन ज्ञान मार्ग ठीक सेपरी जहाँ प्रारब्ध थर होगा ता भोगिया पड़ो आ फेरबन किंतु भक्ति रे अलगा ए भक्ति को क्लेशाग्नि कह जाए कारण क्लेश रे पाप अच्छी और पाप दुई प्रकार प्रारब्ध और अपराध ए दुईटी नष्ट न करबा जदि न कर पारे तार भक्ति को क्लेशाग्नि कहीं कह तेणुक प्रारब्ध पाप अपराध पाप सबको नष्ट करदेव तेणुक भक्ति है क्लेश लगे आम शुणिले जे किपरि भक्ति साधन कर व्यक्ति से जमीती छोट जाति जन्म हो पछे से तथा शीघ्र यज्ञ आदि कार्य कर उपयुक्त हुए भक्ति माध्यम रे स्वपच परिवार जन्म हेले सुधा भक्ति कले यज्ञ करने योग्य हमें कहते पद्म पुराण 4 प्रकार पाप को 4 खंड विभाग कराई अपराध कूट बीज प्रारब्ध जो साइकिल टा आप बर्तमान देखुं चित्रटा हैंडबुक रे तो आम टिके आगुरी पढ़ले पाप 2 प्रकार अपराध पाप और प्रारब्ध पाप
ଏବେ ଶୁଣିଲେଣି 4 ପ୍ରକାର: ଅପ୍ରାରବ୍ଧ, ପ୍ରାରବ୍ଧ, କୂଟ, ବୀଜ। ତ ଏ କୂଟ ଆଉ ବୀଜ କୋଉଠୁ ଆସିଲା? ବୀଜ ଆମେ ଶୁଣିଛନ୍ତି, ଟିକେ ପୂର୍ବ ଗୋଟେ ଶ୍ଲୋକରେ ଆମେ ପଢିଥିଲେ ତଦ୍ବୀଜଂ, 17 ନମ୍ବର ଶ୍ଲୋକ ନା 18 ନମ୍ବର ଶ୍ଲୋକ। ବୀଜ କହିଲେ ଏଇ ଅପ୍ରାରବ୍ଧ ଜନ୍ମ ସେତିକି, ସେଗୁଡାକ ବୀଜ ହବ ବୋଧେ ପ୍ରଭୁ। ଆଜ୍ଞା, ଏଇ ଜନ୍ମରେ ଯୋଉ ପାପ କରୁଛି ସେଗୁଡାକୁ ବୀଜ କୁହାଯାଏ, ମାନେ ରହିଲା ତା ମାନେ ସଂରକ୍ଷଣ। ମାନେ ବୀଜ ମାନେ ସେ 18 ଯୋଉ ନମ୍ବର ଶ୍ଲୋକରେ ପାପ କରିବାର ଗୋଟେ ପ୍ରବୃତ୍ତି କ୍ଲେଶସ୍ତୁ ରହିଯାଉଛି ପାପଂ ସେଇଟା ତଦ୍ ବୋଧେ ବୀଜ। ବୀଜମ୍। ଆମେ ବୀଜ ଶୁଣିଥିଲେ ତଦ୍ ବୀଜମ୍ ଚେତି ତେ ତ୍ରିଧା, କିନ୍ତୁ କୂଟ ଶୁଣିନଥିଲେ। କୂଟ ଗୋଟେ ନୂଆ ଶବ୍ଦ ଆମେ ପାଇଲେ ଏଠି। କୂଟ ମାନେ ଶିଖର, ପର୍ବତ, କିଛି ଗୋଟେ ଜିନିଷ ଏକତ୍ରିତ ହେଇକି ରହିଥିବା ଜାଗା ବା ଢିପ ଜାଗା, ବଡ ଉଚ୍ଚା ଜାଗା ଟିକେ, ବା ଗୋଟିଏ ବସ୍ତ୍ର ବହୁତ ଗଦା ହେଇଥିବା ଜାଗା, ମାନେ ଗୋଟିଏ ଜିନିଷ ବହୁତ ପରିମାଣରେ ପଡିଥିବ, ତାକୁ କୁହାଯାଏ କୂଟ। ଯେମିତି ଆମର ଗିରିରାଜ ଗୋବର୍ଦ୍ଧନ ପୂଜାରେ କହୁଛନ୍ତି ଅନ୍ନକୂଟ ମହୋତ୍ସବ। ଅନ୍ନକୂଟ ମାନେ କଣ? ଅନ୍ନକୁ ବହୁତ ପରିମାଣରେ ଏକତ୍ରିତ କରିବା, ଅନ୍ନକୂଟ। ଏବେ ବୁଝିପାରିଲ ତ? କୂଟ ମାନେ ପର୍ବତ, ପାହାଡ। ଅପ୍ରାରବ୍ଧ ଅନେକ ଅଛି, ସେଥିମଧ୍ୟରୁ ଯେଉଁଗୁଡାକୁ ଏକତ୍ରିତ କରାଗଲା ତାହାକୁ କୂଟ କୁହାଗଲା। ମାନେ ଅପ୍ରାରବ୍ଧ ବହୁତ ଅଛି, ଯୋଉଗୁଡାକୁ ଏକତ୍ରିତ କରାଗଲା, ମାନେ ଗୋଟେଇ ଦିଆଗଲା, ଏଇ କଣ କଣ ଅପରାଧ ଅଛି, ପାପ ବାକି ଅଛି, ତାର ଫାଇଲ ବାହାର କର, ସେଇଟା ହେଲା କୂଟ। ଏବଂ ଅପ୍ରାରବ୍ଧ ଯେଉଁ ଅଂଶ ବୀଜ ହେବା ପାଇଁ ଅଲଗା ହେଇଥିଲା ତାହା କୂଟ, ଏହା ଅପ୍ରାରବ୍ଧର ଅଂଶ। ତ ବର୍ତ୍ତମାନ ଦେଖିବା ବୀଜ କଣ? 2 ଜାଗାରେ ଅଛି, ଏଠାରେ କ୍ଲେଶ ମଧ୍ୟ ଅଛି। ପାପମ୍ ତଦ୍ ବୀଜଂ ଅବିଦ୍ୟା, ଏଇ 2 ବୀଜ ମଧ୍ୟରେ କେବେ କେବେ କିଛି ଲୋକ ଅନ୍ତର କରନ୍ତି। ଏ ଯୋଉ ପାପମ୍ ତଦ୍ ବୀଜଂ ଆଉ ଏଠାରେ ଯୋଉ ଅପ୍ରାରବ୍ଧ ପାପମ୍ କୂଟ ବୀଜ ଅନ୍ତର କରନ୍ତି। ବୀଜ ମାନେ ଅପ୍ରାରବ୍ଧ ଓ ପ୍ରାରବ୍ଧ ମଧ୍ୟବର୍ତ୍ତୀ ଅବସ୍ଥା। ଆଚାର୍ଯ୍ୟ କହୁଛନ୍ତି ଏଇ ଯୋଉ କୂଟ ଥିଲା ଅପ୍ରାରବ୍ଧ ପାପକୁ ଏକତ୍ରିତ କରି ରଖିବା ହେଲା କୂଟ। ବୀଜ ହଉଛି ପ୍ରାରବ୍ଧ ଓ ଅପ୍ରାରବ୍ଧର ମଧ୍ୟବର୍ତ୍ତୀ ଅବସ୍ଥା। ଅପରାଧ କେତେବେଳେ ପ୍ରାରବ୍ଧ ହବ ପ୍ରଶ୍ନ ଆସିପାରେ, ତ ତାହା କେବଳ ଭଗବାନଙ୍କ ହାତରେ, ଭଗବାନ ହିଁ ଜାଣନ୍ତି, ଆଉ କେହି କହିପାରିବେନି। ଅପରାଧ ପାପ କେତେବେଳେ ଆମର ପ୍ରାରବ୍ଧ ହବ ବା ଆମେ ଭୋଗିବା। ଏଇଟାକୁ ଏକ୍ସାମ୍ପଲ ଦେବା ପାଇଁ ଗୋଟେ ସୁନ୍ଦର ଏକ୍ସାମ୍ପଲ ଆମର ଜଣେ ମହାରାଜ ଦେଇଥିଲେ, ମୁଁ ଶୁଣିଥିଲି, ସେଇଟା ମୁଁ ଲେଖିକି ରଖିଛି, ଡିସ୍କସ କରୁଛୁ ଯେ ଏଇ ଯୋଉ ବୀଜ, କୂଟ, ଅପ୍ରାରବ୍ଧ, ପ୍ରାରବ୍ଧ, କୂଟ ବୀଜ, କୂଟମ ବୀଜମ ଅପରାଧ ପ୍ରାରବ୍ଧ, ଗୋଟେ ଏଫସିଆଇ ର ଏକ୍ସାମ୍ପଲ ଦେଇଛନ୍ତି। କଣ ନା ଏଫସିଆଇ, ଭାରତର ଯୋଉ ଏଫସିଆଇ କମ୍ପାନୀ ଅଛି ସରକାରଙ୍କର, ସେ ଗୋଟେ ସବୁ ଦେଶର ସବୁ ଜାଗାରୁ ଧାନ ବା ଗହମ ସଂଗ୍ରହ କରୁଛି। ସଂଗ୍ରହ କରିକି ସବୁ ଗୋଟେ ଜାଗାରେ ଷ୍ଟକ୍ କରିଦଉଛନ୍ତି, ଷ୍ଟକ୍ ହେଇକି ରହିଲା, କିନ୍ତୁ ମାନେ ପୁରା କୁଡା ହେଇକି ରହିଲା। କିନ୍ତୁ କିଛି କିଛି ତା ଭିତରେ ଯେତେବେଳେ ଆବଶ୍ୟକ ପଡିଲା କିଛି ପ୍ୟାକେଟ କରାଗଲା, 25 କିଲୋ ବା 50 କିଲୋ ବା 100 କିଲୋ ପ୍ୟାକେଟ କରାଗଲା। ଏଇ ଯୋଉ ପ୍ରଥମେ ଧାନ ସଂଗ୍ରହ କରି ରଖା ହେଲା ସେଗୁଡା ପୁରା ଅପରାଧ ହିସାବରେ ରହିଲା। ଅପରାଧର ଯେତେବେଳେ ପ୍ୟାକେଟ କରାହେଲା, ମାନେ କୌଣସି ଜାଗାକୁ ପଠାହବ, ଭାରତର କୌଣସି କ୍ଷେତ୍ରକୁ ପଠାହବ, କୋଉଠି ବନ୍ୟା ଆସିଲା ବା ଭୂମିକମ୍ପ ଆସିଲା, ତ ସେ ପ୍ୟାକେଟ କରିବା ପରିସ୍ଥିତି କହୁଛନ୍ତି କୂଟ। ପଠା ହେଇନି, ପ୍ୟାକେଟ କରି ରଖା ହେଇଛି, ଟ୍ରକ୍ ଟ୍ରକ୍ ଜିନିଷ। ଏବଂ ଯେତେବେଳେ ତାପରେ ସରକାର କୌଣସି ଜାଗାକୁ ପଠେଇଲେ, ସେଠି ଲୋକମାନେ ନେଲେ ବା କିଛି ନହେଲେ ମଞ୍ଜି ଆକାରରେ କୃଷକ ମାନେ ଆଣିକି ଗଜା କଲେ, ରଖିଲେ, ମାଟିରେ ପକେଇବେ, ଚାଷ କରିବେ, ସେଇଟା ହେଲା ବୀଜ। ଏବଂ
ଯେତେବେଳେ ଗଛ ହେଇକି ଫଳ ଫଳିଲା ତାହା ହେଲା ପ୍ରାରବ୍ଧ। ଏପରି ଗୋଟେ ଭୌତିକ ଏକ୍ସାମ୍ପଲ ଦେଇଛନ୍ତି ବୁଝିବା ପାଇଁ। ଏବଂ ଯେତେବେଳେ ପାପ ବହୁତ ବଡ ହୁଏ ସେତେବେଳେ ଆମର ବହୁତ ବଡ ପାପ ପାଇଁ ବହୁତ ବଡ ପ୍ରାୟଶ୍ଚିତ ମଧ୍ୟ କରିବା ପାଇଁ ପଡେ ଏବଂ ଛୋଟ ପାପ ପାଇଁ ଛୋଟ ପ୍ରାୟଶ୍ଚିତ କରିବା ପାଇଁ ପଡେ। ଏଟା ଅଜାମିଳ ଚରିତ୍ରରେ ଭାଗବତରେ ଆପଣ ମାନେ ପାଇବେ। ବହୁତ ବଡ ଅତି ବଡ ପାପ କରିବା କାରଣରୁ ଅଜାମିଳର ଆୟୁଷ 100 ବର୍ଷ ଥିଲା, କିନ୍ତୁ ଆୟୁଷ କମି କମି 88 ବର୍ଷରେ ଯମଦୂତ ମାନେ ପଳେଇ ଆସିଥିଲେ। ପାପ କାରଣ ମଧ୍ୟ ଆୟୁଷ କମିଯାଏ। ଜନ୍ମ ସମୟରେ ଅଜାମିଳର 100 ବର୍ଷ ଥିଲା ଆୟୁଷ, କିନ୍ତୁ ପାପର କାରଣରୁ 88 ବର୍ଷ ବୟସରେ ଯମଦୂତ ମାନେ ତାଙ୍କ ଦେଇ ଆସିଯାଇଥିଲେ ନେବା ପାଇଁ। 12 ବର୍ଷ କମି ଯାଇଥିଲା। ଏଇପାଇଁ ଆମର ଗୁରୁ ଗୁରୁଜନ ବ୍ରାହ୍ମଣ ଏମାନଙ୍କର ଅଭିଶାପକୁ ବହୁତ କାମ କର ମାନେ ପ୍ରଭାବ ପଡେ। ଅକାଳ ମୃତ୍ୟୁ ଯୋଉ ଅଭିଶାପ ଲୋକମାନେ ବି ଦିଅନ୍ତି, ଅକାଳ ଚଡକ ପଡୁ, ଅକାଳ ମୃତ୍ୟୁ ଗାଁରେ ସବୁ କୁହନ୍ତିନି, ଏସବୁର ପ୍ରଭାବ ଅଛି। ଏସବୁ ବୁଝିବା ପାଇଁ ଆମର ଏକ୍ସାମ୍ପଲ ସବୁ ଦଉଛନ୍ତି। ଏବଂ ମହାଭାରତର ଗୋଟେ ଏକ୍ସାମ୍ପଲ ଦଉଛନ୍ତି, ପୁରା ଷଷ୍ଠ ଏକ୍ସାମ୍ପଲ ଆପଣ ମାନେ ସମସ୍ତେ ଜାଣିଛନ୍ତି। ସାଧ ଇତ୍ୟା ଜାତ ଶତ୍ରୁ ସ୍ୱଂ ରାଜ୍ୟଂ କିତୈବ ହୃତମ୍ ଘାତ ଇତ୍ୟା ଶତ ରାଜ୍ઞୀ କଚସ୍ପର୍ଶ କ୍ଷତାୟୁଷ। ଏହା ଭାଗବତରେ ଶୋକ ଅଛନ୍ତି ଯେ ଜଣେ ନାରୀର କେଶ ଧରିବା ଅବସ୍ଥାରେ ଯେଉଁମାନେ ଦର୍ଶନ କରିବେ ସେମାନଙ୍କର ଆୟୁଷ କ୍ଷତି ହେଇଯିବ। ତ ନାରୀର କେଶ ଧରିବାର ଅଧିକାର 2 ଜଣ ବ୍ୟକ୍ତିଙ୍କର ଅଛି, ଜଣେ ହଉଛି ତା ପତି ଏବଂ ଜଣେ ହଉଛି ତା ସଖୀ। ତା ସ୍ୱାମୀ ଧରିପାରିବ, ନହେଲେ ସାଙ୍ଗ ବାନ୍ଧବୀ ଏମାନେ ଧରିପାରିବେ। ଅଲଗା ଲୋକଙ୍କର ନାରୀର ଚୁଟି ଧରିବାର ଅଧିକାର ନାହିଁ। କିନ୍ତୁ ଦ୍ରୌପଦୀଙ୍କର ଯେତେବେଳେ ଚୁଟି ଧରିକି ଦୁଃଶାସନ ନେଇକି ଆସିଲେ ଏବଂ ସେ ସଭାରେ ଯେତେ ଲୋକ ଦେଖିଥିଲେ ସମସ୍ତଙ୍କର ଆୟୁଷ ସେଇ ଦିନ ଭଗବାନ ଶେଷ କରିଦେଇଥିଲେ। ଭୀଷ୍ମଦେବଙ୍କର ବି ମହାଜନ ହେଲେ ମଧ୍ୟ ବହୁତ ବଡ ପାପ କଲେ ଆୟୁଷ ମଧ୍ୟ କମିଯାଏ। ସେଇ ଏକ୍ସାମ୍ପଲ ଦେବା ପାଇଁ ଏସବୁ ବୁଝାଉଛନ୍ତି। ଏବଂ ଧୃତରାଷ୍ଟ୍ରଙ୍କର ଯୋଉ ପାପ, ସେ ତାଙ୍କର ସଞ୍ଜୟଙ୍କୁ ପଚାରିଲେ, ସଚିବ ସଞ୍ଜୟ ଗୁରୁ କୃପାରୁ ଦିବ୍ୟ ଦୃଷ୍ଟି ପାଇଥିଲେ। ଦେଖ ସଞ୍ଜୟ, କଣ ମୁଁ ପାପ କରିଥିଲି ଯେ ମୋ ଆଖି ସାମ୍ନାରେ ମୋ 100 ଜଣ ପୁତ୍ରଙ୍କର ମୃତ୍ୟୁ ଦେଖିବାକୁ ପଡିଲା ଅନ୍ଧ ହେଇକି ବି? ଆପଣ ମାନେ ସମସ୍ତେ ଜାଣିଛନ୍ତି। ଏବଂ ଆପଣ ମାନେ ଜାଣିଛନ୍ତି ଯାହା ସଞ୍ଜୟ କହିଥିଲେ ଯେ ଆପଣ ଗତ 101 ପୂର୍ବ ଜନ୍ମରେ ଯୋଉ ରାଜା ଥିଲେ, ଆପଣଙ୍କର ରୋଷିଆ ଗୋଟେ ହଂସ, ଆପଣଙ୍କର ପୁଷ୍କରିଣୀ ଥିଲା, ସେଠି ଯୋଉ ହଂସିନୀ ତାଙ୍କର ଅଣ୍ଡା ପ୍ରସବ କରୁଥିଲେ, ଆପଣ ରୋଷିଆ ଆଣିକି ମାରିକି ଖାଇବାକୁ ଦଉଥିଲା, ଆପଣ ଖାଇଥିଲେ, ସେଇ ପାପର ଫଳ ହଂସିନୀର ଅଭିଶାପ। ତ ଏହିପରି ଭାବରେ ପ୍ରାରବ୍ଧ ଅପରାଧ ସବୁ ଭୋଗିବା ପାଇଁ ପଡେ ଏବଂ ବୁଝିବା ପାଇଁ ବିଭିନ୍ନ ପ୍ରକାର ଉଦାହରଣ ସହ ଆମର ଆଚାର୍ଯ୍ୟ ମାନେ ଆମକୁ ଦେଇଛନ୍ତି। ଏବଂ ଯଦି ଆମେ ଚିନ୍ତା କରିବା ଯେ କେବେଠୁ ପାପ ଆମେ କରୁଛେ ବା କେବେଠୁ ଆମର ପ୍ରାରବ୍ଧ ବାକି ଅଛି, ଏସବୁ ଗଣିବା ବହୁତ କଠିନ, ହିସାବ ନାହିଁ। ଗହନା କର୍ମଣ ଗତି, ଭଗବତ ଗୀତା 4th ଅଧ୍ୟାୟ 57 ବର୍ଷ କହୁଛନ୍ତି। ଏସବୁକୁ ଗଣିବା ହିସାବ କରିବା ବହୁତ କଠିନ। କର୍ମର ଗତିକୁ ହିସାବ କରିବା ବହୁତ କଠିନ। ତେଣୁକରି ଫାଇନାଲି ଆମେ ବୁଝିବା ପାଇଁ ଚେଷ୍ଟା କରନ୍ତୁ ଆପଣ ମାନେ, ପାପର ବୀଜ ଅବିଦ୍ୟା ଏବଂ ପାପ 2 ପ୍ରକାର, ପ୍ରାରବ୍ଧ ଅପ୍ରାରବ୍ଧ ବା ଆମର 4 ପ୍ରକାର। ଅପ୍ରାରବ୍ଧ, କୂଟ, ବୀଜ, ପ୍ରାରବ୍ଧ, ଏ ଯୋଉ ସାଇକେଲ ଦିଆହେଇଛି ଏବଂ ହ୍ୟାଣ୍ଡବୁକ୍ ରେ ମଧ୍ୟ ବହୁତ କିଛି ଦିଆଯାଇଛି, ପଢିବେ। ବହିରେ ବି ପ୍ରଭୁପାଦ ବହୁତ କିଛି ବୁଝନ୍ତି, ପଢିବେ। ଯଦି ନ ବୁଝିପାରିବେ ଆସନ୍ତା କ୍ଲାସରେ ଆପଣ ପଚାରି ପାରିବେ।
तो क्लेशाग्नि भक्ति ताहाको कहा जाए जो भक्ति द्वारा प्रारब्ध एवं अपराध पापर कर्मफल को नष्ट कर दिए सी हेले क्लेशाग्नि। तापर कौन आसुची क्लेशाग्नि परे शुभदा सुभद्रा सुबोध। अच्छा आउ टिके एटा को आउ गोटे पॉइंट बाकी रहला। अविद्या माने होची स्वरूप को विस्मरण करवा स्मरण होगा भवेस्मिन् क्लेशमाना नाम। अविद्यार माने सिद्धर स्वामी कहते परमानंद स्वरूप ज्ञान न रहा अविद्या। परमानंद स्वरूप ज्ञान होची भगवान कृष्ण संबंधी ज्ञान सेटा न रहा अविद्या। तो ता द्वारा मायर दुईटी वृत्ति मैं अविद्या द्वारा मायर दुईटी वृत्ति जागृत हुए गोटे हूँ आवरणात्मिका आ गोटे प्रक्षेपात्मिका प्रक्षेपात्मिका गोटे आवरणात्मिका गोटे प्रक्षेपात्मिका। आवरणात्मिका हूँ निज ज्ञान को ढांकी देवा से आवरणात्मिका। ये जो आवरणात्मिका अविद्या बहुत कम माने किसी असुविधा नहीं कौन सी मुहूर्त भी निज ज्ञान प्रकट हो जाए कि प्रक्षेपात्मिका अविद्या बहुत भयंकर सिद्ध स्वामी कहते। प्रक्षेपात्मक एग्जांपल कौन दौरान जे आपण पिला माने जल्दी नदी रे स्नान करथिबे बेले बेले देखिथिबे गोटे गोटे पिला एठी बुड़ीबे पानी भितर बुड़ी बुड़ी जाके 10 फुट 15 फुट 20 फुट बाहर ऊपर आगु को बाहरिबे। तो ठीक सेमिति जे जो प्रक्षेपात्मक अविद्याटा जीवर चेतनाटा को कोठी नै कि पकेबे तार हिसाब नै माने ए जो पिलाटा बुड़ीला एठी कोठी उठिबो के जानि परिबेनी तो उठिला परे जाके जानिबो। ए जो प्रक्षेपात्मक अविद्याटा सेही भलिया तो कोठी नै कि पकेबो तार किछि धारणा नै। तेणु करी मन रे कोन आसे मु मिनिस्टर मु स्वामी मु मालिक माने अहं मन भावटा अहं भावटा एटा जो पक्षपात्मिक अविद्यार कारण अहंकार अभिमान ये सब मन आसे। ये अभिमान अनुसार वासना आसे। तेणुक अविद्या मान हूँ निज स्वरूप को भूली जावा बा देह निजर आत्मबुद्धि करवा एटा हूँ आवरणात्मक अविद्या। कौन मुहूर्त भी भगवत भक्तर सत्संग ये सब शीघ्र दूर हो जाए किसी असुविधा नहीं कि पक्षपात्मिक बहुत कष्ट माने बहुत बड़ अहंकार भाव अभिमान भाव रहे से शीघ्र बहुत टाइम लगे ये मनोभाव को ये भावना को दूर करने। भगवान संकर्षण अच्छा भक्ता और भोग को केंद्रित करती तो निज स्वरूप हृदय न आसवा न होगा हूँ अविद्या अटे। यही कारण भोग वासना हुए और भोग करले वासना बढ़ी बढ़ी चले कम हुए थरे भोग एमती कि मन मन बेले बेले भावना आसे जे थरे खाई देके आ छाड़देवा खाइया
रसगोला आज टिके टेस्ट करदे कि इंद्रिय गोटे एमती गोटे जिनस जेकोसी इंद्रिय हो आप थे जब टेस्ट देले सी आउ छाड़ी पार पुणी कि समय पर पुणी खोज से मुहूर्त रसगोला तो मिठा आउ खाइबन ठीक है पुणी ता दिन दिन पर पुणी खोज तो तार एग्जांपल दौरान जो कौन सी कर्मर प्रभाव आम हृदय केमी पड़े तो केमी पड़े एग्जांपल दौरान आपण ग्राम जो मैंने थे जो मैंने आम मंदिर जो मैंने गोमाता सेवा करुवे गाई जो गोबर त्याग करे आम जब गोबर सफा करने चेष्टा करवा माटी उपरू जब आम गोबर उठेबा एमती किए माने खूब एक्सपर्ट व्यक्ति अच्छा जी माटी गोबर पूरा उठेदेवे टिके कि माटी उठिबनी टिके कि माटी उठिबनी गोबर किए करदे पारे जी सेवा कर जानवे बुझीपारे बुझीपारे गोबर सफा कर माने निश्चय टिके धूली माटी धरिक उठिब ना माटी गोबर लगे टे पूरा गोबर और माटी दीटा पूरा अलग अलग हो पार ठीक से आमर इंद्रिय गुड़िक एपरी आम जहाँ कर्म करवा तार आम चेतना से प्रभाव पड़ तार एग्जांपल होची स्वयं अजामिल माने अजामिल हूँ कनौज ब्राह्मण कनौज कथार अच्छे 3 कनौजिया 13 चूल्हा 3 जन जब कनौज ब्राह्मण आसिले 13टा चूल्हा देखा रोषे कर खाया किए हांडी कड़े अलग अलग आइटम करे गोटे चूल्हे गोटे आइटम करे चूली मारा यही चूल्हे अन्न है चूल्हे डाली ये चूल्हे भाजी एमती रोषे करेंगे अजामिल से ब्राह्मण से भाया ब्राह्मण वेदज्ञ होगी पिता निर्देश से गृहस्थ हो सारी पिता निर्देश जंगल को समिध जाते होम सेठी जन शूद्राणी माने गोटे शूद्र गोटे बेश्या सहित एकांत परिस्थिति थरे मात्र देखे कि चित्त को से कंट्रोल कर पारे न जामिल तो आज परिस्थिति कौन आलोचना करा वर्तमान परिस्थिति रे तो यही भाया कर्मटा प्रभाव चेतनार पड़े आप बुझीपारे एग्जांपल टा दिहला किपरि चेतनार कर्मर प्रभाव पड़े अच्छा जो मैंने बुझे श्रीमद भागवत मध्य प्रश्न अच्छा भोगर चित्त अच्छी ना चित्तर भोग अच्छी डिफिकल्ट प्रश्न ये भोगर चित्त अच्छी ना चित्तर भोग जमी मंजी आगे ना गछ आगे मंझी आगକୁ भगवान तो सेटा कहते नुहे एकदम मिशामिशी जाइछंती किंतु सांख्य जगर आवश्यक अच्छी जोटा कि जे गुड़ा को पढ़ले से बुझी पारे ठीक अच्छे एवं आम पाप चक्र हैंडबुक रे देखु से बुझे चेष्टा करूँ जब न बुझी पारे काल आसंता क्लास रे सोमवार दिन प्रश्न पचारि पारे भक्त मान निज प्रारब्ध कौन पर भोग करने चाहती जो शुद्ध भक्त मान जो प्रश्न आस जो प्रारब्ध भोग करने आउ कूट बनबनी से भोग न कले बासना को प्रभाव कर जो व्यक्ति प्रारब्ध भोग करती भगवान प्रसन्न हुंती यही विषय आलोचना करागला आम श्रवण कले एवं जो व्यक्ति प्रारब्ध भोग कर भक्ति अनुपूरक प्रारब्ध भोग करिया मते भक्तिर गोटे अंग अटे पापर 2टी भाग आम प्रारब्ध भोगी नेले गोटे अंश बाकी अंश पुणी आम बासना को बढ़ाए एरा व्यक्तिर बहुत कष्ट दिए बासना बढ़िया द्वारा कर्मानुबंधनी मनुष्य लोके श्रीमद भगवत गीता 15 अध्याय 2 नंबर श्लोक कहते कर्मानुबंधनी मनुष्य लोके मनुष्य को लोक को कर्म बहुत बंधन बांधि दिए एवं भक्तिर अनुकूल प्रारब्ध नष्ट हुए एक कथा भीष्मदेव सरसज्जा आम एग्जांपल पाचे भीष्मदेव सरसज्जा केते कष्ट है
କାରଣ ଭୀଷ୍ମଦେବ ସରସ୍ୱଜାର ପଢିଲେ ବୋଲି 58 ଦିନ ଭଗବାନଙ୍କୁ ବହୁତ ପ୍ରାର୍ଥନା କଲେ, ଭଗବାନ ଶେଷରେ ଆସି ନିଜେ, ଯଦିଓ ଦ୍ରୌପଦୀଙ୍କର ବସ୍ତ୍ରହରଣ କେଶ ଧରିବା ସିନ୍ ଆଦି ସେ ଦେଖିଥିଲେ, ସେ ପାପର ସେ ଭାଗିଥିଲେ, ଯାହା ଫଳରେ ତାଙ୍କର ପ୍ରାରବ୍ଧ ନଷ୍ଟ ହେଲା ଏବଂ ଭଗବାନ ଆସି ଦେଖାଦେଲେ। ଏବେ ଆଉ ଗୋଟିଏ ପ୍ରଶ୍ନ ଆସିବ, ଯେ ଲାଷ୍ଟ ମତେ କୁହ ଯେ ପାପ ବେଶୀ କ୍ଷତିକାରକ ନା ଅପରାଧ ବେଶୀ କ୍ଷତିକାରକ? ଅପରାଧ ଅପରାଧ। ପ୍ରଭୁ। ତ ତାହେଲେ କଣ ପାଇଁ ଅପରାଧ ବେଶୀ କ୍ଷତିକାରକ? ଯିଏ କହିଲେ ଅପରାଧ କ୍ଷତିକାରକ ତାର ପ୍ରମାଣ ଦିଅ। ପ୍ରଭୁଜୀ ପାପଟା ସେ ଖାଲି ତ ଜାଣିଥିବ ଏମିତି ମାତ୍ର ମନ ଇଚ୍ଛା ସେଇଟା କହିଦେଲେ କରୁଥିବ। ହବନି। ପ୍ରଭୁଜୀ ସେ ଜାଣିଥିବ ଏଇ ଜିନିଷଟା କଲେ ଭୁଲ, ମାତ୍ର ସେଇଟା କରୁଥିବ, ସେଇଟା ହିଁ ଏଇଟା ଶାସ୍ତ୍ରୀୟ ପ୍ରମାଣ ହେଲାନି। ଆମେ ଭକ୍ତି ଶାସ୍ତ୍ରୀ ପଢୁଛନ୍ତି, ରୂପ ଗୋସ୍ୱାମୀ ପ୍ରଥମରୁ ଆମେ କ୍ଲାସ ଆରମ୍ଭରୁ ଶୁଣିଲେ ରୂପ ଗୋସ୍ୱାମୀ ମନ ଇଚ୍ଛା କୌଣସି ଶ୍ଲୋକ ଲେଖୁନାହାନ୍ତି, ଯେକୌଣସି ଶ୍ଲୋକ ଲେଖୁଛନ୍ତି ତତ୍କ୍ଷଣାତ୍ ପୁରାଣ ଉପନିଷଦ ବେଦ ଶ୍ରୁତି ଶାସ୍ତ୍ରରୁ କୋଉଠି ନା କୋଉଠି ଏକ୍ସାମ୍ପଲ ଦେଉଛି, ମୁଁ ଏଇଠୁ ଏଇ ଶ୍ଲୋକ ଆଣିଛି। ତ ଆପଣ କହିଲେ ତାର ଗୋଟେ ପ୍ରାମାଣିକ ଏକ୍ସାମ୍ପଲ ଦେଇ କୁହ। ପାପ ମାନେ କଣ? ଭୁଲ କର୍ମକୁ ହିଁ ପାପ କୁହାଯାଏ। ଭୁଲ ଦ୍ୱାରା ଯୋଉ ଯୋଉ କାମ ଯେଉଁ କର୍ମ ଆମେ ପ୍ରକାଶିତ ନ କରିପାରୁ ସେଇଟା ପାପ। ଠିକ ଅଛି। ପାପକୁ ଯଦି ସନ୍ଧି ବିଚ୍ଛେଦ କରିବା କଣ ହବ? ପ ଯୁକ୍ତ ଅପ ପାପ। ପ ମାନେ ପରମେଶ୍ୱର, ପରମେଶ୍ୱର ହେଲେ ଭଗବାନ କୃଷ୍ଣ। ଅପ ମାନେ ଦୂର କରିବା, ପରମେଶ୍ୱରଙ୍କ ଠାରୁ ଯିଏ ଆମକୁ ଦୂର କରେ ସେଇଟା ହେଲା ପାପ। ଅପରାଧ ଯଦି ସନ୍ଧି ବିଚ୍ଛେଦ କରିବା, ଅପଯୁକ୍ତ ରାଧ, ଅପ ମାନେ ଦୂର କରେ, ରାଧ ମାନେ ଆରାଧନା, ଯିଏ ଆରାଧନା ଠାରୁ ଦୂର କରିଦେ ସେ ହେଲା ଅପରାଧ। ଆରାଧନା ମାନେ ଆମର ଯୋଉ ଭଗବାନଙ୍କର ଭକ୍ତିର ଆରାଧନା, ନବଦା ଭକ୍ତି, ନବଦା ଭକ୍ତିରୁ ଯିଏ ଦୂର କରିଦିଏ ସେ ହେଲା ଅପରାଧ। ଏଇ ପରିପ୍ରେକ୍ଷୀରେ ପାପ ଠାରୁ ଅପରାଧ ଭାରି। ପାପ ଖାଲି ଭଗବାନ ଠାରୁ ଦୂରେଇ ଦିଏ, କିନ୍ତୁ ଜଣେ ଭଗବାନ କିପରି ପାଇବ? ଆରାଧନା କଲେ, ନବଦା ଭକ୍ତି ଯାଜନ କଲେ, ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ ପାଦ ସେବନ ଅର୍ଚ୍ଚନ ବନ୍ଦନ ଦାସନ ସଖ୍ୟା ଆତ୍ମନିବେଦନ। ତ ଅପରାଧ କଲେ କଣ ହୁଏ? ଏଇ ଆରାଧନାରୁ ଦୂରେଇକି ଦିଏ, এইটা ହେଲା ଅପରାଧ। ତେଣୁ ଏଇ ଦୃଷ୍ଟିରୁ ଅପରାଧ ଭାରି ମାନେ ବେଶୀ ଡେଞ୍ଜର। ଠିକ ଅଛି, ତ ବହୁତ ଯାହା ଯାହା ମୋର ବେଷ୍ଟ ଟ୍ରାଏରେ ଯାହା ଯାହା ମୁଁ କଲେକ୍ସନ କରିଥିଲି এই କେଶାଗ୍ନି ଭକ୍ତିକୁ ବୁଝିବା ପାଇଁ ଆପଣଙ୍କ ପାଖରେ ଉପସ୍ଥାପନ କଲି। ଆଉ ଚେଷ୍ଟା କରୁଛି, ସରି ଆଶା କରୁଛି ଆପଣମାନେ ଯତ୍କିଞ୍ଚିତ ବୁଝିଥିବେ। ଆଉ ଯଦି ନ ବୁଝିପାରୁଥିବେ ନେକ୍ସଟ କ୍ଲାସରେ ପ୍ରଶ୍ନ ପଚାରିବେ। ଆଜି ସମୟ ହେଲାଣି। ଆସନ୍ତା କ୍ଲାସରେ ଆମେ ସୁବୋଧା ଭକ୍ତିର ଦ୍ୱିତୀୟ ଅଙ୍ଗ ପାଠ କରିବା, ଅଧ୍ୟୟନ କରିବା। ଏଇ ଅଧ୍ୟାୟଟା ଟିକେ ଲେଟରେ ଚାଲିବ, କାହିଁକିନା ମୁଖ୍ୟ ଜିନିଷ ଏଇଥିରେ ସବୁ ରହିଛି। ତାପରେ ଆଉ କିଛି ଅସୁବିଧା ନାହିଁ, ଜଲ୍ଦି ଜଲ୍ଦି ସବୁ କୋର୍ସ ସରିଯିବ। ଆଉ 19 ତାରିଖ ଭିତରେ ଆମ କ୍ଲାସ ସରିଯିବ, ଡିସେମ୍ବର 19 ଭିତରେ। ଆଚ୍ଛା, ଏବେ ବର୍ତ୍ତମାନ 22 ଜଣ ଭକ୍ତ ଅଛନ୍ତି। ଆଜିର 5 ମିନିଟ 10 ମିନିଟ ଆଉ ନବା। ଆମର ଆଲୋଚ୍ୟ ବିଷୟ, ଆଜି କିଛି ପ୍ରଶ୍ନ ନେଇ ହବନି, ସମୟ ନାହିଁ। ଆମର ଆଲୋଚ୍ୟ ବିଷୟବସ୍ତୁ ଥିଲା ଯେ ସାର୍ଟିଫିକେଟ ଡିଷ୍ଟ୍ରିବ୍ୟୁସନ ପ୍ରୋଗ୍ରାମ। ସାର୍ଟିଫିକେଟ ଡିଷ୍ଟ୍ରିବ୍ୟୁସନ ପ୍ରୋଗ୍ରାମ ମାୟାପୁର ଇନଷ୍ଟିଚ୍ୟୁଟ ତାଙ୍କର ଫେବୃଆରୀ 16 ତାରିଖରେ କରୁଛନ୍ତି। ସମସ୍ତ ଭକ୍ତ ମାନେ ଆଟେନସନରେ ଶୁଣନ୍ତୁ। ଫେବୃଆରୀ 16 ତାରିଖ ରେ ମାୟାପୁର ଇନଷ୍ଟିଚ୍ୟୁଟ କରୁଛନ୍ତି। ଯଦି ଆମେ ସେଇଦିନ ଯାଇ ଉପସ୍ଥିତ ହେଇପାରିବା, ଆମେ ସାର୍ଟିଫିକେଟ ସେଇଠି ବି ପ୍ରୋଗ୍ରାମ, ସେଇ ଡିଷ୍ଟ୍ରିବ୍ୟୁସନ ପ୍ରୋଗ୍ରାମ ସକାଳ 9:30 ଆରମ୍ଭ ହବ, 9:30 ଆରମ୍ଭ ହବ। ସେଠି ଯୋଉମାନେ ଗୁରୁ ଆଚାର୍ଯ୍ୟ ସବୁ ଥିବେ ସେମାନେ କିଛି ଗ୍ଲୋରିଫିକେସନ କରିବେ ମାୟାପୁର ଇନଷ୍ଟିଚ୍ୟୁଟ ପ୍ରଭୁପାଦଙ୍କର ମନୋଭାବ, ଭକ୍ତି ଶାସ୍ତ୍ରୀ କୋର୍ସ, ବିଭିନ୍ନ ଭକ୍ତି ବୈଭବ କୋର୍ସ ସବୁ। ତାପରେ ଉପସ୍ଥିତ ଗୁରୁ ଆଚାର୍ଯ୍ୟଙ୍କ ହାତରୁ ସାର୍ଟିଫିକେଟ ପାଇବେ। ଆଉ ସେତେବେଳେ ଗୌର ପୂର୍ଣ୍ଣିମା ଫେଷ୍ଟିଭାଲ ଚାଲିଥିବ, ରୁମ୍ ବୁକିଂର ଟିକେ ଡିଫିକଲ୍ଟିଜ ହବ, କାରଣ ସେଇଦିନ ଶିବରାତ୍ରି ବି, ଏବଂ ସେତେବେଳେ କୀର୍ତ୍ତନ ମେଳା ଚାଲିଥିବ। କୀର୍ତ୍ତନ ମେଳା ସମୟରେ ରୁମ୍ ମିଳିବା ମାୟାପୁରରେ କାଠିକର ପାଠ ବହୁତ ଡିଫିକଲ୍ଟ, ବିଶେଷ କରି କୀର୍ତ୍ତନ ମେଳା ସମୟରେ। ଆଉ ଯଦି ଏବଂ ସେଇ ଟାଇମରେ କିଛି ଆମର ଭକ୍ତଙ୍କର ପିଲାମାନଙ୍କର ପରୀକ୍ଷା, ନର ଭକ୍ତି ଆଜି ମେସେଜ ଦେଇଥିଲେ,
ଏବଂ ଯଦି ଆମେ ତାପରେ କରିବା ବା ତା ପୂର୍ବରୁ କରିବା ତାହେଲେ ଆମର କିଛି ଅର୍ଥ ବ୍ୟୟବହୁଳ ହବ। କଣ ନା ଯଦି ଆମେ ସ୍ପେଶିଆଲି ପ୍ରୋଗ୍ରାମ ଆରେଞ୍ଜ କରିବା ତାହେଲେ ଯେମିତିକି ଅଲରେଡି ସେମାନେ ପ୍ରୋଗ୍ରାମ ଆରମ୍ଭ କରୁଛନ୍ତି, ଆମେ ଯିବା ତାଙ୍କ ପ୍ରୋଗ୍ରାମରେ ଖାଲି ମିଶିବା, ଯୋଉ ଯିବା ଆସିବା ରହିବା ତ ସବୁ ସେମ୍ ଖର୍ଚ୍ଚ। ଏକ୍ସଟ୍ରା ଖର୍ଚ୍ଚ କଣ ଯଦି ଆମେ ପ୍ରୋଗ୍ରାମ ଆରେଞ୍ଜମେଣ୍ଟ କରିବା, ତ ଫୁଲ ସଜା, ସାଉଣ୍ଡ, ପ୍ରସାଦ, ଫିଷ୍ଟ ପ୍ରସାଦ ହବ ଏବଂ କିଛି ଆଗନ୍ତୁକ ଭକ୍ତ ଅତିଥିକୁ ଆମେ ଇନଭାଇଟ୍ କରିବା, ଯୋଉମାନେ ଗୁରୁ ଏବଂ ଆଚାର୍ଯ୍ୟ ପ୍ରପାଦ ହିସାବରେ ଆମର ସୋସାଇଟିରେ ଅଛନ୍ତି, ଯୋଉମାନଙ୍କ ହାତରୁ ଆମେ ସାର୍ଟିଫିକେଟ ନବା, ସେମାନଙ୍କୁ କିଛି ଉପହାର ଦବା, ଏସବୁ କିଛି ଖର୍ଚ୍ଚ ସେସବୁ ଆମ ଉପରେ, ଆମେ ଯେହେତୁ ଆମେ କରୁଛେ ଆମେ ସେଟାକୁ ବନ୍ଦ କରିବା। ତେଣୁକରି ଆପଣମାନେ ଡିସିସନ ନିଅନ୍ତୁ, ଫେବୃଆରୀ 16 ତାରିଖ ନିଜେ ନିଜେ ଯିବେ, ସମସ୍ତେ ମାୟାପୁର ଇନଷ୍ଟିଚ୍ୟୁଟରେ ପହଞ୍ଚିବେ ସକାଳ 9ଟା ଭିତରେ, ସେଠି ପ୍ରୋଗ୍ରାମ ଆଟେଣ୍ଡ କରିବେ, 1:30 ଭିତରେ ପ୍ରୋଗ୍ରାମ ଶେଷ, ସାର୍ଟିଫିକେଟ ଦେବା ନେବା ସବୁ କଥା କୀର୍ତ୍ତନ ଯାହା ବି 1:30 2ଟା ବି ମାକ୍ସିମମ୍ 1:30 2ଟା, ଏବଂ ତାପରେ ଫିଷ୍ଟ ପ୍ରସାଦ ପାଇବେ, ସାର୍ଟିଫିକେଟ ଧରି ଆସିବେ। ସେଇଟା କରିବେ ନା ଆମ ଗ୍ରୁପ ଆମର ସ୍ୱତନ୍ତ୍ର ଅଲଗା ପ୍ରୋଗ୍ରାମ ଆରେଞ୍ଜମେଣ୍ଟ କରିବେ, ଯେମିତିକି ଟୁର୍ ଟାଇପର ଦିନେ 2 ଦିନ 3 ଦିନ ପାଇଁ ଯିବେ, ଦର୍ଶନ କରିବେ, ବୁଲାବୁଲି କରିବେ, ପ୍ରୋଗ୍ରାମ କରିବେ, ଆସିବେ। କୋଉଟା ହରେ ଏ କୃଷ୍ଣ। ଦିଟାରୁ କୋଉଟା କଲେ ଆପଣ ବିଚାର କରିବେ, ଆଉ ଯୋଉଟାକୁ ଡିସିସନ ନେବେ ଆମେ ସେଇ ଅନୁସାରେ ପ୍ଲାନ୍ କରିବା। ଏବେ କୁହନ୍ତୁ। ହରେ କୃଷ୍ଣ, ମୋ ମତରେ ଆମେ ଆମ ଗ୍ରୁପ ଟା ଅଲଗା କଲେ ଠିକ ହବ, କାହିଁକିନା ସେ ସମୟରେ ରୁମ ତ ବିଲକୁଲ ମିଳିବନି ମାୟାପୁରରେ। ଠିକ ଅଛି, ସମସ୍ତେ ତତ୍କ୍ଷଣାତ ମତାମତ ବି ମୁଁ ଚାହୁଁନି, ମୁଁ ଚାହୁଁଛି ଆପଣଙ୍କୁ ଟିକେ ସମୟ ଦେବା ନାଇଁ, ପାଇଁ। ମୁଁ ମୋ ଆପଣ ମତଟା ଦେଲି, ଅନ୍ୟମାନଙ୍କ ସମସ୍ତେ ଠିକ ଅଛି ମା, ଧନ୍ୟବାଦ। ଅନ୍ୟମାନେ ସମସ୍ତେ ଟିକେ ଚିନ୍ତା କରନ୍ତୁ ଏ ବିଷୟରେ, ଚିନ୍ତା କରିକି 2 ଦିନ ସମୟ ଦିଆଗଲା, ସୋମବାର ଦିନ କ୍ଲାସ ପୂର୍ବରୁ ଗ୍ରୁପରେ ମେସେଜ ଦେଇଦେବେ ଯେ ଆମେ ଫେବୃଆରୀ 16 ତାରିଖରେ ପହଞ୍ଚିକି ସାର୍ଟିଫିକେଟ ସେଠୁ ନେଲେ ଆମର ଭଲ ହବ, ବା ଆମେ ଆମର ଯୋଉ ବର୍ତ୍ତମାନ 43 ଜଣ ବର୍ତ୍ତମାନ କୋର୍ସ କରୁଛନ୍ତି, ତା ଭିତରୁ ଯୋଉମାନେ ପାସ୍ ହେବେ ସବୁ ପ୍ରକାର ସବୁ ୟୁନିଟରେ ସେମାନଙ୍କ ସାର୍ଟିଫିକେଟ ମିଳିବ, ପାଖାପାଖି ଯାହା ହବ। ଏବଂ ଏମିତି ନୁହେଁ କି ଖାଲି ସେଇ ଷ୍ଟୁଡେଣ୍ଟ ଯିବେ ଯିଏ ପଢୁଛନ୍ତି, ଯଦି ଚାହିଁବେ ସେମାନଙ୍କର ରିଲେଟିଭ୍ସ ଯେମିତିକି ମାତାଜୀ ପଢୁଛନ୍ତି ପ୍ରଭୁଜୀ ଯାଇପାରିବେ, ବା ପ୍ରଭୁଜୀ ପଢୁଛନ୍ତି ମାତାଜୀ ଯାଇପାରିବେ, ବା ତାଙ୍କ ସାଙ୍ଗରେ ପିଲା ପିଲି ଯାଇପାରିବେ, ବା ତାଙ୍କର ଯଦି କେହି ରିଲେଟିଭ୍ସ ଫ୍ରେଣ୍ଡ ସର୍କଲରେ ବି ଚାହିଁବେ ଯାଇପାରିବେ। 2 ଦିନ 3 ଦିନ ପ୍ରୋଗ୍ରାମ କରାହବ, ଗୋଟେ ଦିନ ମାୟାପୁରରେ ପହଞ୍ଚିବା ଏବଂ ମାୟାପୁରରେ ସେଠି ଆମର ବୁଲାବୁଲି କରିବା, ଆଉ ତାପର ଦିନ ରାତିରେ ଆମେ ପ୍ରୋଗ୍ରାମ କଲେ, ରାତିରେ ପ୍ରୋଗ୍ରାମ କଲେ ଭଲ ହବ। ସାର୍ଟିଫିକେଟ ଡିଷ୍ଟ୍ରିବ୍ୟୁସନ ପ୍ରୋଗ୍ରାମ ସନ୍ଧ୍ୟା ସମୟରେ କଲେ ଟିକେ ସାଉଣ୍ଡ ଲାଇଟ୍ କରିବା, କିଛି ଓଡିଶୀ ଫୋଡିଶୀ ନୃତ୍ୟ ଆକାରରେ କରିବା ପ୍ରଭୁପାଦଙ୍କର କୃଷ୍ଣଙ୍କର ଲୀଳା ଉପରେ, ଏବଂ ସିନିୟର ବୈଷ୍ଣବ ମାନେ ଆସିବେ, ଗ୍ଲୋରିଫିକେସନ କରିବେ, କୀର୍ତ୍ତନ କରିବେ, ସାର୍ଟିଫିକେଟ ଡିଷ୍ଟ୍ରିବ୍ୟୁସନ ପ୍ରୋଗ୍ରାମ ହବ, ଫିଷ୍ଟ ପ୍ରସାଦ, ଏବଂ ତା ପରଦିନ ବି ପୁଣି ଆଉ ଗୋଟେ ଦିନ ମାୟାପୁରରେ ନବଦ୍ୱୀପରେ 9 ଦ୍ୱୀପରୁ ଅଲଗା ଆଡକୁ ଟିକେ ବୁଲିବାକୁ ଯିବା, ଭଗବାନଙ୍କର ହରିକଥା କରିବା, ଏବଂ ତାପର ଦିନ ଆସିବା। ଏମିତି କରିକି କୋଉ କୋଉ ଡେଟ୍ ଡିସିସନ କରିବେ, ଚିନ୍ତା କରିକି ମତେ 2 ଦିନ ପରେ ଭିତରେ ସୋମବାର ସନ୍ଧ୍ୟା ଭିତରେ ଗ୍ରୁପରେ ସବୁ ମେସେଜ ଦେବେ, ଆଉ ଯୋଉଟା ମେଜରିଟି ହବ ସେଇଟା କରିବା। ସମସ୍ତଙ୍କର ଆଜ୍ଞା ପ୍ରଭୁଜୀ। ସହଯୋଗ ଏବଂ ସେବା ମନୋଭାବ ଅନୁସାରେ, ଏମିତି ନୁହେଁ କି ଜୋର ଜବରଦସ୍ତ ବା ବାଧ୍ୟବାଧକତା। ଆଜ୍ଞା ପ୍ରଭୁଜୀ। ଆଚ୍ଛା ହରେ ପ୍ରଭୁଜୀ, କୃଷ୍ଣ। କୁହ। ପ୍ରିଭିୟସ ଗ୍ରୁପ ର ଯୋଉମାନଙ୍କୁ ସାର୍ଟିଫିକେଟ ପାଇନାହାନ୍ତି, ତ ସେମାନେ ବି ସେତେବେଳେ ପାଇଦେବେ କି ସାର୍ଟିଫିକେଟ ଟା? ହଁ, ପ୍ରିଭିୟସ ଗ୍ରୁପରେ ତ ବେଶୀ ନୁହଁ, 3-4 ଜଣ ସାର୍ଟିଫିକେଟ ଟା ମୋ ପାଖରେ ଅଛି, ନେଇନାହାନ୍ତି। ଆଜ୍ଞା ବିଶେଷ ଆଜ୍ଞା। କରି ଆମର ପ୍ରଭୁଙ୍କ ନାଁଟା ମୁଁ ଭୁଲୁଛି, ଟିଚର ସଦାପତ ପ୍ରଭୁଜୀ। ଭକ୍ତି ସଦାପୁତ୍ର ପ୍ରଭୁ, ଏବଂ ତୃଷ୍ଟିମାନ ପ୍ରଭୁ ଭୁବନେଶ୍ୱରରୁ, ଆଜ୍ଞା ଏବଂ ଅନୁଗୁଳରୁ 2 ଜଣ ଅଛନ୍ତି। ଅନୁଗୁଳର ପ୍ରେସିଡେଣ୍ଟ, ଢେଙ୍କାନାଳ ଇସ୍କନ ପ୍ରେସିଡେଣ୍ଟ ଆଜ୍ଞା ବ୍ରହ୍ମଚାରୀ ଜଣେ ସିଏ ଅଛନ୍ତି, ଏବଂ ଅନୁଗୁଳରେ ଯୋଉ ଭକ୍ତି ନାରାୟଣ ସ୍ୱାମୀ ମହାରାଜଙ୍କର ପ୍ରେସିଡେଣ୍ଟ ଥିଲେ, ଏବେ ବୋଧେ ପ୍ରେସିଡେଣ୍ଟ ନାହାନ୍ତି ସେ ପ୍ରଭୁ, ପୁରୁଷୋତ୍ତମ ଆଜ୍ଞା ପ୍ରଭୁ ସେ ଅଛନ୍ତି। ଏମିତି 4-5ଟା ସାର୍ଟିଫିକେଟ ଅଛି, ଆଜ୍ଞା ଯୋଉମାନେ ନେଇନାହାନ୍ତି, ହୁଁ ଚାହିଁଲେ ବି ଯାଇପାରିବେ, କିଛି ଅସୁବିଧା ନାହିଁ। ଭଲ, ସ୍ୱାଗତ। ଆଜ୍ଞା ପ୍ରଭୁ। ଠିକ ଅଛି, ଆଜିର କ୍ଲାସ ସେଇଠି ବିଶ୍ରାମ, ସୋମବାର ପୁଣି ଦେଖାହବ। ସୋମବାର ସନ୍ଧ୍ୟା ଭିତରେ ଏଇ ସାର୍ଟିଫିକେଟ ଡିଷ୍ଟ୍ରିବ୍ୟୁସନ ପ୍ରୋଗ୍ରାମ ବିଷୟରେ ବର୍ତ୍ତମାନ ଗୋଟିଏ ଗ୍ରୁପ କରାଯାଇଛି, ଆଉ ଯୋଉମାନେ ମର୍ଣ୍ଣିଂ ଗ୍ରୁପ ଥିଲେ ସେମାନେ ଇଭିନିଂ ଗ୍ରୁପ ମୁଁ ଆଡ୍ କରିଦେଇଛି। ମର୍ଣ୍ଣିଂ ଗ୍ରୁପରେ କିଛି ମେସେଜ ଦେବେନି,
ଯାହା ଦେବେ ସବୁ ଇଭିନିଂ ଗ୍ରୁପ ମେସେଜ ଦେବେ, କାରଣ ଯେହେତୁ ଗୋଟିଏ କ୍ଲାସ ଚାଲିଛି ସବୁ ଗୋଟେ ଗ୍ରୁପ କରିଦେଇଛି। ହରେ କୃଷ୍ଣ। ଆଜ୍ଞା ପ୍ରଭୁଜୀ। हरे कृष्ण जगतगुरु हरे कृष्ण सतगुरुपाद प्रभुजी। महाराज की जय, जय पतितपावन गुरुदेव की जय, समर्थ भक्त वृंद की जय, निताय गौर सिद्धानंद प्रेमानंद हरि हरि बोल, श्री श्री रूप गोस्वामी पाठ की जय, भक्ति जय रसायन सिंधु ग्रंथ की जय, मायापुरी इंस्टीट्यूट की जय। हरे जय कृष्ण। हरे कृष्ण प्रभुजी। सादर